ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, କିଛି ଦିନ ତଳର ଘଟଣା, ଗତ ଶନିବାରର ଘଟଣା। କାନପୁରରୁ କିଛି ଲୋକ ଯାଉଥିଲେ ପ୍ରାର୍ଥନା କରିବା ନିମନ୍ତେ। ଆଉ ସେଠାରେ କୌଣସି ଏକ ଜାଗାରେ ଗୋଟିଏ ପ୍ରାର୍ଥନା ସଭା ଆୟୋଜନ କରାହେଇଥିଲା। ଆଉ ସେମାନେ ଯାଉଥିଲେ ପ୍ରାର୍ଥନା କରିବା ନିମନ୍ତେ। ଆଉ ଯେପରିକି ଲୋକମାନେ ନିଜ ନିଜ ମଣ୍ଡଳୀରୁ ଯାଆନ୍ତି ଅନ୍ୟ ଜାଗାକୁ କୌଣସି ଗୋଟେ ମିଟିଂକୁ ଆଟେଣ୍ଡ କରିବା ପାଇଁ, ଠିକ୍ ସେହିପରି ସେମାନେ ଯାଉଥିଲେ କେବଳ ପ୍ରାର୍ଥନା କରିବା ନିମନ୍ତେ, ମିଟିଂ ଆଟେଣ୍ଡ କରିବା ନିମନ୍ତେ। କିନ୍ତୁ କେହି ଜଣେ ପୋଲିସକୁ ଭୁଲ ଖବର ଦେଇଦେଲା ଯେ ଏତେ ଜଣ ଲୋକ ଯାଉଛନ୍ତି ସେମାନଙ୍କର ଧର୍ମ ପରିବର୍ତ୍ତନ କରିବା ନିମନ୍ତେ। ଆଉ ଯେତେବେଳେ ଏଇ ଖବର ପାଇଲା, ସଙ୍ଗେ ସଙ୍ଗେ ପୋଲିସ କ'ଣ କଲା, ଆଉ ସେମାନଙ୍କ ମଧ୍ୟରୁ 2 ଜଣ ପାଷ୍ଟରଙ୍କୁ ଆରେଷ୍ଟ କଲା। ଆରେଷ୍ଟ କରିକି ଥାନାକୁ ନେଇ ଆସିଲା। ଥାନାକୁ ନେଇ ଆସିଲା ପରେ ଆଉ ଯେତେ ବି ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଥିଲେ, ପ୍ରାୟ 200 ଜଣ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ଯାଇକି ଥାନାକୁ ଘେରାଉ କଲେ। ଥାନା ଭିତରେ ପଶିଲେ ଏବଂ ଆଉ ସେମାନେ କହିଲେ ଯେ ଆମେ ପ୍ରାର୍ଥନା କରିବା ନିମନ୍ତେ ଆମେ ଯାଉଥିଲୁ, ନା କୌଣସି ଧର୍ମ ପରିବର୍ତ୍ତନ କରିବା ନିମନ୍ତେ ନୁହେଁ। କାରଣ ଆମେମାନେ ପୂର୍ବରୁ ହିଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମେମାନେ ବିଶ୍ୱାସ କରିସାରିଛୁ। ତେଣୁ ଆମର କୌଣସି ଧର୍ମ ପରିବର୍ତ୍ତନର ଆବଶ୍ୟକ ନାହିଁ, କି ଆମେ କୌଣସି ଆଉ କାହାର ଧର୍ମ ପରିବର୍ତ୍ତନ କରିବା ନିମନ୍ତେ ଆମେ ଯାଉନଥିଲୁ। ଆମେ ଯାଉଥିଲୁ କେବଳ ପ୍ରାର୍ଥନା କରିବା ନିମନ୍ତେ। ଆଉ ଯେତେବେଳେ ପୋଲିସ ଉପରେ ପ୍ରେସର ପଡ଼ିଲା, ଯେତେବେଳେ ଥାନା ଉପରେ ପ୍ରେସର ପଡ଼ିଲା, ଆଉ ସେତେବେଳେ ପୋଲିସ ବାଧ୍ୟ ହେଲା ଆଉ 2 ଜଣକୁ ଛାଡ଼ିଦେବା ନିମନ୍ତେ। ପ୍ରିୟ ବନ୍ଧୁଗଣ, ଏହିପରି ଘଟଣା ଅନେକ ଜାଗାରେ ଘଟୁଅଛି ଯେ ବିନା ଦୋଷରେ ବିନା କାରଣରେ ପୋଲିସ କ'ଣ କରେ, ଆରେଷ୍ଟ କରିକି ନେଇଯାଏ। ଆଉ ଆରେଷ୍ଟ କରିକି ନେଇଯାଏ କେବଳ ଅନ୍ୟର କଥା ଶୁଣିକି, କିନ୍ତୁ କୌଣସି ପ୍ରମାଣ ପାଏ ନାହିଁ। ଆଉ ଯେତେବେଳେ ପୋଲିସ ଉପରେ ପ୍ରେସର ପଡ଼େ, ସେତେବେଳେ ପୋଲିସ କ'ଣ କରେ, ଛାଡ଼ିବା ନିମନ୍ତେ ବାଧ୍ୟ ହୁଏ। ତେବେ ଏଇ ଯେଉଁ ଖ୍ରୀଷ୍ଟିଆନମାନଙ୍କ ବିଷୟରେ ଯେଉଁ ଘୃଣାର ମନୋଭାବ ଅନେକଙ୍କ ମନରେ ଭରି ଦିଆଯାଉଅଛି, ଏଥିପାଇଁ ଦାୟୀ କିଏ? ଆଉ ଏଥିପାଇଁ ଦାୟୀ ହେଉଛି ମିଡ଼ିଆ। ବିଶେଷ କରି ନମ୍ବର 1 ହେଉଛି ମିଡ଼ିଆ। କାରଣ ମିଡ଼ିଆ ଏମିତି ଗୋଟେ ମାଧ୍ୟମ, ଆଉ ମିଡ଼ିଆର କଥାକୁ ଯେକୌଣସି ବ୍ୟକ୍ତି ହେଉ ନା କାହିଁକି ସେ ଆଖି ବୁଜିକି ସେ ବିଶ୍ୱାସ କରିନିଏ ଯେ ହଁ, ନ୍ୟୁଜ୍ ଦେଉଛି, ନିହାତି ଏହା ସତ୍ୟ ଅଟେ। ଆଉ ଏଇ ଯେଉଁ ମିଡ଼ିଆବାଲାମାନେ ଅଛନ୍ତି, ସେମାନେ ନିଜର TRP ବଢ଼ାଇବା ନିମନ୍ତେ ସେମାନେ କିଛି ବି ଖବର ସେମାନେ ପ୍ରକାଶ କରିପାରନ୍ତି। ଆଉ ଯେତେବେଳେ ସେମାନେ ପ୍ରଚାର କରନ୍ତି କୌଣସି ଖ୍ରୀଷ୍ଟିଆନ ବିଷୟରେ, ଗୋଟିଏ ବିଷୟକୁ ସାମ୍ନାକୁ ଆଣନ୍ତି ସବୁବେଳେ ଯେ ଧର୍ମ ପରିବର୍ତ୍ତନ ହୋଇଗଲା, ଅମୁକ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିଦେଲା। ଯଦି ଖ୍ରୀଷ୍ଟିଆନମାନଙ୍କ ଉପରକୁ କୌଣସି ନ୍ୟୁଜ୍ ଆସେ ତାଙ୍କ ବିଷୟରେ, ତେବେ ଖ୍ରୀଷ୍ଟିଆନମାନଙ୍କ ବିଷୟରେ ସେମାନେ ଏଇଭଳି ନ୍ୟୁଜ୍ ସେମାନେ ଦେଇଥାନ୍ତି ଯେ ଧର୍ମ ପରିବର୍ତ୍ତନ କରୁଛନ୍ତି, ଅମୁକ ଜାଗାରେ ଏତିକି ଲୋକ ଧର୍ମ ପରିବର୍ତ୍ତନ କଲେ, କିନ୍ତୁ ତା'ର କୌଣସି ସତ୍ୟତା ନାହିଁ, ତା'ର କୌଣସି ପ୍ରମାଣ ନାହିଁ। ତେବେ ମିଡ଼ିଆ ସବୁଠାରୁ ନମ୍ବର 1 ଦାୟୀ ହେଉଛି ମିଡ଼ିଆ। ମିଡ଼ିଆ ହିଁ ଏଇସବୁ କାମ କରାଉଛି। ଆଉ ଧର୍ମ ଭିତରେ ଭେଦଭାବ ସୃଷ୍ଟି କରିବା, ଘୃଣାର ମନୋଭାବ ସୃଷ୍ଟି କରିବା, ଖ୍ରୀଷ୍ଟିଆନମାନଙ୍କ ବିଷୟରେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ ଘୃଣାଜନକ ବିଷୟକୁ ବିସ୍ତାର କରିବା କାମ କାହାର? କାମ ହେଉଛି ଏଇ ମିଡ଼ିଆର। ତେବେ ପ୍ରିୟ ବନ୍ଧୁଗଣ, ଘଟଣାଟି ହେଉଛି ଲକ୍ଷ୍ନୌର କାନପୁର। ଆଉ ଯେତେବେଳେ ଯାଉଥିଲେ ପ୍ରାର୍ଥନା କରିବା ନିମନ୍ତେ, ସେତେବେଳେ ହାଇଲାଇଟ୍ ହୋଇଥିଲା ଯେ ଏମାନେ ଧର୍ମ ପରିବର୍ତ୍ତନ କରିବା ନିମନ୍ତେ ଏମାନେ ଯାଉଛନ୍ତି। ତେବେ ମିଡ଼ିଆ କାହିଁକି ଏମିତି ଲେଖୁନାହିଁ, କି ମିଡ଼ିଆ କାହିଁକି ପ୍ରକାଶ କରୁନାହିଁ ଯେ ଏତିକି ଲୋକ ପ୍ରାର୍ଥନା କରିବା ନିମନ୍ତେ ଯାଉଛନ୍ତି, ଏତିକି ଲୋକ ଯାଉଛନ୍ତି ପ୍ରାର୍ଥନା ସଭାରେ ଆଟେଣ୍ଡ କରିବା ନିମନ୍ତେ। କିନ୍ତୁ ମିଡ଼ିଆ ସବୁବେଳେ ତା ଚ୍ୟାନେଲରେ ଏହା ପ୍ରକାଶ କରେ ଯେ ଏତିକି ଲୋକ ଯାଉଛନ୍ତି ଧର୍ମ ପରିବର୍ତ୍ତନ କରିବା ନିମନ୍ତେ।
କିନ୍ତୁ କେହି ମଧ୍ୟ କହେ ନାହିଁ ଯେ ପ୍ରାର୍ଥନା କରିବା ନିମନ୍ତେ ଯାଉଛନ୍ତି ବୋଲି। କାରଣ ନ୍ୟୁଜ୍ ଭିତରେ ବି ବହୁତ ଫରକ ଅଛି। ଆଉ ଯଦି ମିଡ଼ିଆ କେବଳ ଏହି ପ୍ରକାର ନ୍ୟୁଜ୍ ପ୍ରକାଶ କରିବ ଯେ ଏମାନେ ଯାଉଛନ୍ତି ପ୍ରାର୍ଥନା କରିବା ନିମନ୍ତେ, ତେବେ ସେହିଭଳି ଚ୍ୟାନେଲକୁ କେହି ଦେଖିବେ ନାହିଁ, ତାଙ୍କ TRP ବଢ଼ିବ ନାହିଁ। କିନ୍ତୁ ଯଦି ସେମାନେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ ଯଦି ବଢ଼େଇ ଚଢ଼େଇକି ଯଦି ନିଜର ଚ୍ୟାନେଲ ମାଧ୍ୟମରେ ଯଦି ସେମାନେ ପ୍ରକାଶ କଲେ ବଢ଼େଇ ଚଢ଼େଇକି, ତେବେ ସେଇଟା ହିଁ ତାଙ୍କ ପାଇଁ ଲାଭଦାୟକ ବିଷୟ ଅଟେ। ସେଥି ନିମନ୍ତେ ସେମାନେ ଏହି ପ୍ରକାର ଘୃଣାଜନକ କାମ ସେମାନେ କରନ୍ତି। ଆଜି ପର୍ଯ୍ୟନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଜାଗାରେ ପ୍ରମାଣିତ ହେଇନାହିଁ ଯେ ଟଙ୍କା ନେଇକି ଧର୍ମ ପରିବର୍ତ୍ତନ କରାଯାଉଛି ବୋଲି। କେବଳ ଧରିକି ନିଆଯାଇଛି, ଥାନାକୁ ନିଆଯାଇଛି, ଏଗୁଡ଼ା ସତ କଥା। କିନ୍ତୁ କୌଣସି ଜାଗାରେ ଏ ବିଷୟଟା ପ୍ରମାଣିତ ହୋଇପାରି ନାହିଁ। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟ କ'ଣ ଆସିଥିଲେ ଧର୍ମ ପରିବର୍ତ୍ତନ କରିବା ନିମନ୍ତେ? ବିଲକୁଲ ନୁହେଁ। ପ୍ରଭୁ ଯୀଶୁଖ୍ରୀଷ୍ଟ, ଯଦି ଆମେ ଯୀଶୁଙ୍କର ଜୀବନକୁ ଦେଖିବା, ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତରେ ସେବା କାର୍ଯ୍ୟ କରୁଥିଲେ, ସେ ମଧ୍ୟ ଅନେକ ରୋଗୀମାନଙ୍କୁ ସୁସ୍ଥ କରୁଥିଲେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଯେଉଁ ଐଶ୍ୱରିକ ଶକ୍ତି ରହିଥିଲା, ତା ଦ୍ୱାରା ଅନେକ ଅଦ୍ଭୁତ ଅନେକ ଚମତ୍କାର କରୁଥିଲେ। ଆପଣ ଜାଣିଥିବେ ବାଇବଲରେ ପ୍ରଭୁ ଯୀଶୁଖ୍ରୀଷ୍ଟ 5ଟି ରୁଟି ଆଉ 2ଟି ମାଛରେ 5,000 ଲୋକଙ୍କୁ ଖୁଆଇଲେ। କିନ୍ତୁ ଯେଉଁମାନେ ଖୁଆଇଲେ, ଯେଉଁମାନେ ଚମତ୍କାର ଦେଖିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟ କେବେ ମଧ୍ୟ ଯାଇକି କହିନାହାନ୍ତି ଯେ ତୁମେମାନେ ଖ୍ରୀଷ୍ଟିଆନ ହେଇଯାଅ ବୋଲି। ଯଦି କହିଛନ୍ତି ତାହେଲେ ମୋତେ ଦେଖାଅ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଲାଜାରକୁ ଜୀବନ ଦାନ ଦେଲେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ କେବେ ମଧ୍ୟ ଘୋଷଣା କରିନାହାନ୍ତି ଯେ ଲାଜାର ଜୀବନ ଦାନ ପାଇଲା ତେଣୁ ତୁମେମାନେ ସବୁ ଖ୍ରୀଷ୍ଟିଆନ ହେଇଯାଅ। ପ୍ରଭୁ ଯୀଶୁଖ୍ରୀଷ୍ଟ କେବେ ହେଲେ ମଧ୍ୟ ଏହି ପ୍ରକାର ଶିକ୍ଷା ଦେଇନାହାନ୍ତି। ସେଥିପାଇଁ କୌଣସି ବି ଖ୍ରୀଷ୍ଟିଆନ ଏହିଭଳି ଘୃଣାଜନକ କାମ କରେ ନାହିଁ ଯେ ଟଙ୍କା ନିଅ ତୁମେ ଖ୍ରୀଷ୍ଟିଆନ ହେଇଯାଅ। ବିଲକୁଲ ନୁହେଁ। କିନ୍ତୁ ଖ୍ରୀଷ୍ଟିଆନିଟିକୁ ବଦନାମ କରିବା ନିମନ୍ତେ କିଛି ଲୋକ ଏପରି ଅଛନ୍ତି, କିଛି ଖ୍ରୀଷ୍ଟ ବିରୋଧୀ ଏପରି ଅଛନ୍ତି, ଆଉ ଯେଉଁମାନେ କି ମିଥ୍ୟାରେ ଖ୍ରୀଷ୍ଟିଆନିଟିକୁ ବଦନାମ କରିବା ନିମନ୍ତେ ମିଡ଼ିଆ ଆଗରେ ବି ଯାଇକି ସେମାନେ କହନ୍ତି ଯେ ହଁ ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ କରାଯାଉଛି। କିନ୍ତୁ ଭାଇ ପ୍ରମାଣ କାହିଁ? ପ୍ରମାଣ ଦେଖାଅ କହିଲେ କୌଣସି ପ୍ରମାଣ ନାହିଁ। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ଜଗତକୁ ଆସିଥିଲେ ସାରା ମାନବ ଜାତିକୁ ଉଦ୍ଧାର କରିବା ନିମନ୍ତେ, କୌଣସି ଧର୍ମ ପରିବର୍ତ୍ତନ କରିବା ନିମନ୍ତେ ନୁହେଁ। ସେଥିପାଇଁ ଯୋହନ ତାର 14 ପର୍ବ 6 ପଦାରେ ପ୍ରଭୁ ଯୀଶୁ କହୁଛନ୍ତି, ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ପଥ, ସତ୍ୟ, ଜୀବନ ଅଟନ୍ତି। ଆଉ ତାଙ୍କ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିଥିଲେ ଅନନ୍ତ ଜୀବନ ଦେବା ନିମନ୍ତେ, ପଥ ଦେଖିବା ନିମନ୍ତେ ଏବଂ ସତ୍ୟକୁ ପ୍ରକାଶ କରିବା ନିମନ୍ତେ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆନ୍ତରିକ ନମସ୍କାର। ଆଉ ଯଦି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ ଅନ୍ୟମାନଙ୍କ ସହିତ। ଆଉ ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆନ୍ତରିକ ନମସ୍କାର।